ଆଜିର ଏହି ଭିଡ଼ିଓରେ ଆମେ ଖୋର୍ଦ୍ଧା ବିଦ୍ରୋହର କାରଣ ବିଷୟରେ ଜାଣିବା। ଏହି ଖୋର୍ଦ୍ଧା ବିଦ୍ରୋହକୁ ଆହୁରି ପାଇକ ବିଦ୍ରୋହ ବୋଲି କୁହାଯାଇଥାଏ। ପିଲାମାନେ, ତୁମର ଯଦି ବାର୍ଷିକ ପରୀକ୍ଷାରେ ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହ 8 ମାର୍କର ଲଙ୍ଗ୍ କ୍ୱେଶ୍ଚନ୍ ଆସେ, ତାହେଲେ ପ୍ରଥମେ ତୁମେ ଜୟୀରାଜ ଗୁରୁଙ୍କ ଭୂମିକା ଲେଖିବ। ତାପରେ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହର କାରଣ ଗୁଡ଼ିକ କ'ଣ କ'ଣ ଥିଲା ତାର ବିଷୟରେ ଲେଖିବ। ତା ସହିତ ପିଲାମାନେ ବିଦ୍ରୋହର ଅଗ୍ରଗତି ବିଷୟରେ ଲେଖିବ, ବିଦ୍ରୋହର ଦମନ ବିଷୟରେ ଲେଖିବ ଏବଂ ପରିଶେଷରେ ଏହି ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହର ଫଳାଫଳ ଲେଖି ତୁମର ପ୍ରଶ୍ନର ଉତ୍ତରଟିକୁ ସମ୍ପୂର୍ଣ୍ଣ କରିବ। ଏହି ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହର ପ୍ରଥମ ଭାଗ ଭିଡ଼ିଓରେ ଆମେ ଜୟୀରାଜ ଗୁରୁଙ୍କ ଭୂମିକା ବିଷୟରେ ପଢ଼ି ସାରିଛୁ। ଆଜିର ଏହି ଭିଡ଼ିଓରେ ଆମେ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହର କାରଣ ଗୁଡ଼ିକ ବିଷୟରେ ଜାଣିବା ଏବଂ ପରବର୍ତ୍ତୀ ଭିଡ଼ିଓ ଗୁଡ଼ିକରେ ବିଦ୍ରୋହର ଅଗ୍ରଗତି ବିଷୟରେ ଜାଣିବା, ବିଦ୍ରୋହର ଦମନ ବିଷୟରେ ଜାଣିବା ଏବଂ ସବୁଠୁ ଶେଷରେ ଏହି ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହର ଫଳାଫଳ ବିଷୟରେ ମଧ୍ୟ ଜାଣିବା। ତ ଚାଲ ପିଲାମାନେ ଆରମ୍ଭ କରିବା ଆଜି ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଷୟର କାରଣ ଗୁଡ଼ିକ ବିଷୟରେ। ଖୋର୍ଦ୍ଧା ବିଦ୍ରୋହର କାରଣ ବା ପାଇକ ବିଦ୍ରୋହର କାରଣ। ଖୋର୍ଦ୍ଧା ବିଦ୍ରୋହର କାରଣ ଗୁଡ଼ିକ କ'ଣ କ'ଣ ଥିଲା ଦେଖ ପିଲାମାନେ। ପ୍ରଶାସନିକ କାରଣ, ସୂର୍ଯ୍ୟାସ୍ତ ନିୟମ, ଲବଣ ଆଇନ ପ୍ରଚଳନ, ନୂତନ ମୁଦ୍ରାନୀତି ପ୍ରଚଳନ, ଖୋର୍ଦ୍ଧା ପ୍ରତି ବୈମାତୃକ ମନୋଭାବ, ତା ସହିତ ବ୍ୟକ୍ତିଗତ କାରଣ। ଏହି 6ଟି କାରଣକୁ ପିଲାମାନେ ଯେତେବେଳେ ବି ତୁମେ ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହ ଲେଖିବ, ଏହି 6ଟି କାରଣକୁ ମନେ ରଖିଥିବ ଏବଂ ଏହି 6ଟି କାରଣ ଲେଖି ସାରିଲା ପରେ ପ୍ରତ୍ୟେକ କାରଣରେ ଯଦି ତୁମେ 2ରୁ 3ଟି ସେଣ୍ଟେନ୍ସ ଲେଖିଦେବ, ତାହେଲେ ତୁମର କାରଣ ଗୁଡ଼ିକ ସମ୍ପୂର୍ଣ୍ଣ ହୋଇଯିବ। ତ ଚାଲ ପିଲାମାନେ ଏଠି ଯେଉଁ 6ଟି କାରଣ ଦିଆଯାଇଛି, ଏହି 6ଟି କାରଣକୁ ଆମେ ବର୍ତ୍ତମାନ ଗୋଟି ଗୋଟି କରି ଜାଣିବା। ଖୋର୍ଦ୍ଧା ବିଦ୍ରୋହର କାରଣ ବା ପାଇକ ବିଦ୍ରୋହର କାରଣ। ପ୍ରଥମ କାରଣଟି ହେଉଛି ପ୍ରଶାସନିକ କାରଣ। ଇଂରେଜମାନେ ଖୋର୍ଦ୍ଧାର ରାଜାଙ୍କୁ ଗାଦିଚ୍ୟୁତ କଲେ। ଖୋର୍ଦ୍ଧାର ରାଜା ଥିଲେ ଦ୍ୱିତୀୟ ମୁକୁନ୍ଦଦେବ। ଖୋର୍ଦ୍ଧାର ରାଜାଙ୍କୁ ଗାଦିଚ୍ୟୁତ କରି ଇଂରେଜମାନେ ଖୋର୍ଦ୍ଧାରେ ବ୍ରିଟିଶ ନିୟମ ଗୁଡ଼ିକ ପ୍ରଚଳନ କଲେ। ଖୋର୍ଦ୍ଧାବାସୀ ବ୍ରିଟିଶମାନଙ୍କ ଦ୍ୱାରା ପ୍ରଚଳନ କରାଯାଇଥିବା ବ୍ରିଟିଶ ନିୟମ ବୁଝିପାରିଲେ ନାହିଁ। ଖୋର୍ଦ୍ଧାବାସୀ ବ୍ରିଟିଶ ନିୟମ ବୁଝିପାରିଲେ ନାହିଁ। ତାର ପଛରେ କାରଣ କ'ଣ ଥିଲା ଦେଖ ପିଲାମାନେ। ଏହି ବ୍ରିଟିଶ ନିୟମ ଗୁଡ଼ିକ ବଙ୍ଗାଳୀ ଓ ପାର୍ସୀ ଭାଷାରେ ଲେଖାଯାଇଥିଲା। ଯେହେତୁ ଖୋର୍ଦ୍ଧାବାସୀମାନେ ଓଡ଼ିଆ ବୁଝିପାରୁଥିଲେ, ପଢ଼ିପାରୁଥିଲେ, ଜାଣିପାରୁଥିଲେ, ତଥାପି ଯେଉଁ ବ୍ରିଟିଶ ନିୟମ ଗୁଡ଼ିକ ଥିଲା ଓଡ଼ିଆରେ ଲେଖା ନ ହୋଇ ବଙ୍ଗାଳୀ ଓ ପାର୍ସୀ ଭାଷାରେ ଲେଖାଯାଇଥିଲା, ଯଦ୍ୱାରା ଖୋର୍ଦ୍ଧାବାସୀମାନେ ବ୍ରିଟିଶ ନିୟମକୁ ବୁଝିପାରୁଥିଲେ ନାହିଁ। ତା ସହିତ ପିଲାମାନେ ସେହି ସମୟରେ ଖୋର୍ଦ୍ଧାରେ କର ଆଦାୟ କରିବା ପାଇଁ ବଙ୍ଗାଳୀ କିରାଣୀମାନଙ୍କୁ ନିଯୁକ୍ତି ପ୍ରଦାନ କରିଥିଲେ ବ୍ରିଟିଶ ସରକାର। ଏହି ସମସ୍ତ ପ୍ରଶାସନିକ କାରଣ ଯୋଗୁଁ ଖୋର୍ଦ୍ଧାରେ ଖୋର୍ଦ୍ଧା ବିଦ୍ରୋହ ହୋଇଥିଲା ବା ପାଇକ ବିଦ୍ରୋହ ହୋଇଥିଲା। ପାଇକ ବିଦ୍ରୋହ ବା ସିପାହୀ ବିଦ୍ରୋହର ଦ୍ୱିତୀୟ କାରଣଟି ହେଉଛି ସୂର୍ଯ୍ୟାସ୍ତ ନିୟମ ଏବଂ ଏହି ସୂର୍ଯ୍ୟାସ୍ତ ନିୟମ ଚିରସ୍ଥାୟୀ ବନ୍ଦୋବସ୍ତର ଏକ ନିୟମ ଅଟେ। ସୂର୍ଯ୍ୟାସ୍ତ ନିୟମ ଅନୁସାରେ ଜମିଦାରମାନେ ଖଜଣା ଜମା କରିବାର ଶେଷ ତାରିଖର ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଯଦି ଖଜଣା ଜମା କରୁନଥିଲେ ବା କର ଜମା କରୁନଥିଲେ, ତାହେଲେ
ଜମିଦାରମାନଙ୍କର ଜମିକୁ ଇଂରେଜ ସରକାର ହଡ଼ପ କରି ନେଇଯାଉଥିଲେ। ଦୈବୀ ଦୁର୍ବିପାକ ସମୟରେ ମଧ୍ୟ ଇଂରେଜମାନେ କର ଛାଡ଼ କରୁନଥିଲେ। ତା ସହିତ ଇଂରେଜମାନେ ବାରମ୍ବାର ପରିବର୍ତ୍ତନ କରୁଥିଲେ ଜମିଦାରମାନଙ୍କୁ ଏବଂ ଯାହାର ଶିକାର ହେଉଥିଲେ ସାଧାରଣ କୃଷକମାନେ ଖୋର୍ଦ୍ଧାର। ଏହି ଜମିଦାରମାନେ ବାରମ୍ବାର ପରିବର୍ତ୍ତନ ହେବା ଦ୍ୱାରା ସେହି ଜମିଦାରମାନେ କର ଆଦାୟ କରୁଥିଲେ ତାଙ୍କର ମନ ଇଚ୍ଛାରେ। ଏହିପରି ଭାବରେ ସୂର୍ଯ୍ୟାସ୍ତ ନିୟମ ମଧ୍ୟ ଏକ ମୁଖ୍ୟ କାରଣ ଅଟେ ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହ ପାଇଁ। ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହର ତୃତୀୟ କାରଣଟି ହେଉଛି ଲବଣ ଆଇନ। ଇଂରେଜ ସରକାର ଖୋର୍ଦ୍ଧାକୁ ଅଧିକାର କଲା ପରେ ଖୋର୍ଦ୍ଧା ଉପରେ ଲବଣ ଆଇନ ପ୍ରଚଳନ କରିଥିଲେ। ପୂର୍ବରୁ ଏହି ଲବଣ ଏକ ପ୍ରାକୃତିକ ଦ୍ରବ୍ୟ ଥିଲା। ଖୋର୍ଦ୍ଧାବାସୀଙ୍କର ଏହି ପ୍ରାକୃତିକ ଦ୍ରବ୍ୟ ଲବଣ ଉପରେ ସମ୍ପୂର୍ଣ୍ଣ ଅଧିକାର ଥିଲା। କିନ୍ତୁ ଯେତେବେଳେ ଇଂରେଜମାନେ ଲବଣ ଆଇନ ପ୍ରଚଳନ କଲେ ଖୋର୍ଦ୍ଧାରେ ଇଂରେଜମାନଙ୍କର ଏକଚାଟିଆ ଅଧିକାର ରହିଲା ଲବଣ ତିଆରି ଉପରେ, ତା ସହିତ ତାର ବିକ୍ରି ଉପରେ ମଧ୍ୟ। ଏହି ଲବଣ ଆଇନ ପ୍ରଚଳିତ ହେବା ଦ୍ୱାରା ସାଧାରଣ ଜନତା ଆଉ ଲବଣ ତିଆରି କରିପାରିଲେ ନାହିଁ। ତା ସହିତ ସେହି ସାଧାରଣ ଜନତାଙ୍କୁ ଇଂରେଜମାନଙ୍କ ଠାରୁ ଲୁଣ କିଣିବାକୁ ପଡ଼ିଲା, ଯାହାକି ପୂର୍ବରୁ ଲୁଣ ଏକ ପ୍ରାକୃତିକ ଦ୍ରବ୍ୟ ଥିଲା ଏବଂ ସେହି ଲୁଣ ଉପରେ ଖୋର୍ଦ୍ଧାବାସୀଙ୍କ ସମ୍ପୂର୍ଣ୍ଣ ଅଧିକାର ଥିଲା। ଯେହେତୁ ଇଂରେଜମାନଙ୍କ ଠାରୁ ଲୁଣ କିଣିବାକୁ ପଡ଼ିଲା, ଏହା ଖୋର୍ଦ୍ଧାବାସୀଙ୍କୁ କ୍ରୋଧରେ ବହୁ ଗୁଣରେ ଉନ୍ନତି ଆଣିଥିଲା ଏବଂ ଏହିସବୁ କାରଣ ପାଇଁ ଖୋର୍ଦ୍ଧାରେ ବିଦ୍ରୋହ ହୋଇଥିଲା, ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହ। ଖୋର୍ଦ୍ଧା ବିଦ୍ରୋହର ଚତୁର୍ଥ କାରଣଟି ହେଉଛି ନୂତନ ମୁଦ୍ରାନୀତି ପ୍ରଚଳନ। ଖୋର୍ଦ୍ଧାରେ ପ୍ରଥମେ କଉଡ଼ି ମୁଦ୍ରା ପ୍ରଚଳିତ ଥିଲା, କିନ୍ତୁ ଯେତେବେଳେ ଇଂରେଜମାନେ ଖୋର୍ଦ୍ଧାକୁ ଅଧିକାର କରିଦେଲେ ଖୋର୍ଦ୍ଧା ଉପରେ ଯେଉଁ କଉଡ଼ି ମୁଦ୍ରା ପ୍ରଚଳିତ ଥିଲା ତାକୁ ଉଚ୍ଛେଦ କରିଦେଲେ ଏବଂ ସେ କଉଡ଼ି ମୁଦ୍ରା ବଦଳରେ ଖୋର୍ଦ୍ଧାରେ ରୂପା ସିକ୍କା ପ୍ରଚଳନ କଲେ 1804 ମସିହାରେ। ଖୋର୍ଦ୍ଧାରେ ଇଂରେଜମାନେ ଯେଉଁ ରୂପା ସିକ୍କା ପ୍ରଚଳନ କଲେ ସେହି ରୂପା ସିକ୍କା ବିଷୟରେ ଖୋର୍ଦ୍ଧାର ଲୋକମାନଙ୍କର କୌଣସି ଧାରଣା ନଥିଲା, ଯଦ୍ୱାରା ଇଂରେଜମାନେ ସେହି ରୂପା ସିକ୍କା ମାଧ୍ୟମରେ ମଧ୍ୟ ଖୋର୍ଦ୍ଧାର ସାଧାରଣ ଲୋକମାନଙ୍କୁ ଶୋଷଣ କଲେ। ତେଣୁକରି ଏହି ଖୋର୍ଦ୍ଧାର ଲୋକମାନେ ତଥା ପାଇକମାନେ ଇଂରେଜମାନଙ୍କ ବିରୁଦ୍ଧରେ ଖୋର୍ଦ୍ଧା ବିଦ୍ରୋହ କଲେ। ଖୋର୍ଦ୍ଧା ବିଦ୍ରୋହର ପଞ୍ଚମ କାରଣଟି ହେଉଛି ଖୋର୍ଦ୍ଧା ପ୍ରତି ଇଂରେଜମାନଙ୍କର ବୈମାତୃକ ମନୋଭାବ। ଏହି ଇଂରେଜମାନଙ୍କର ଖୋର୍ଦ୍ଧା ପ୍ରତି ବୈମାତୃକ ମନୋଭାବ ଖୋର୍ଦ୍ଧାବାସୀଙ୍କୁ ବିଦ୍ରୋହୀ କରିଥିଲା। କେମିତି ଇଂରେଜମାନେ ବା ବ୍ରିଟିଶ ସରକାର ଖୋର୍ଦ୍ଧା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଥିଲେ ଦେଖ ପିଲାମାନେ। ଇଂରେଜ ସରକାର ବା ଇଂରେଜମାନେ ଖୋର୍ଦ୍ଧାର ରାଜା ଦ୍ୱିତୀୟ ମୁକୁନ୍ଦ ଦେବଙ୍କୁ ଖୋର୍ଦ୍ଧାରୁ ବହିଷ୍କାର କରିଦେଇଥିଲେ। ଜୟୀରାଜଗୁରୁଙ୍କୁ ଖୋର୍ଦ୍ଧାର ଇଂରେଜମାନେ ଫାଶୀ ଦେଇ ଦେଇଥିଲେ। ତା ସହିତ ଖୋର୍ଦ୍ଧାରେ ଇଂରେଜମାନେ ନୂତନ ଶାସନ ପ୍ରଣାଳୀ ପ୍ରଚଳନ କରିଥିଲେ, ଯାହାକି ଖୋର୍ଦ୍ଧାବାସୀ ବୁଝିପାରୁନଥିଲେ। ଏହିପରି ଭାବରେ ଇଂରେଜମାନେ ଖୋର୍ଦ୍ଧା ପ୍ରତି ତାଙ୍କର ବୈମାତୃକ ମନୋଭାବ ପ୍ରଦର୍ଶନ କରିଥିଲେ ଏବଂ ଏହି ଇଂରେଜମାନଙ୍କର ଖୋର୍ଦ୍ଧାବାସୀଙ୍କ ପ୍ରତି ଥିବା ବୈମାତୃକ ମନୋଭାବ
ପରବର୍ତ୍ତୀ ସମୟରେ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହ କରିବାରେ ସହାୟକ ହୋଇଥିଲା। ଖୋର୍ଦ୍ଧା ବିଦ୍ରୋହର ଅନ୍ୟ ଏକ କାରଣ ହେଉଛି ବ୍ୟକ୍ତିଗତ କାରଣ। ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟଙ୍କ ନିଜ କାରଣକୁ ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହର ବ୍ୟକ୍ତିଗତ କାରଣ ବୋଲି କୁହାଯାଏ। ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଜଣେ ବକ୍ସି ଥିଲେ। କେଉଁ ଜାଗାର ସେ ବକ୍ସି ଥିଲେ ଦେଖ ପିଲାମାନେ, ବକ୍ସି ଜଗବନ୍ଧୁ 4ଟି ପ୍ରଗଣର ବକ୍ସି ଥିଲେ। ସେ 4ଟି ପ୍ରଗଣ କ'ଣ କ'ଣ ଥିଲା ଦେଖ ପିଲାମାନେ, ରୋହଂ, ଲେମ୍ବାଇ, ସରାଇ, ଚବିଶକୋଟ। ଏହି 4ଟି ପ୍ରଗଣର ବକ୍ସି ଥିଲେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ। ଆହୁରି ପିଲାମାନେ ଏହି 4ଟି ପ୍ରଗଣକୁ ବକ୍ସିବାଦ ବୋଲିକି କୁହାଯାଉଥିଲା ଏବଂ ଏହି ବକ୍ସିବାଦ ବଂଶାନୁକ୍ରମିକ ଥିଲା। ଏହି 4ଟି ପ୍ରଗଣରୁ ବକ୍ସି ଜଗବନ୍ଧୁ ନିଷ୍କର ଜମିର ଉପଭୋଗ କରୁଥିଲେ। ସେ କେବେ ବି ଇଂରେଜମାନଙ୍କୁ ଏହି 4ଟି ପ୍ରଗଣରୁ କର ଦେଉନଥିଲେ। ଚନ୍ଦ୍ରପ୍ରକାଶ ସିଂଙ୍କ ଚକ୍ରାନ୍ତରେ ଏହି ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟଙ୍କ 4ଟି ପ୍ରଗଣକୁ ବିକ୍ରି କରିଦିଆଗଲା କୃଷ୍ଣଚନ୍ଦ୍ର ସିଂଙ୍କୁ। ଏହା ହିଁ ଥିଲା ପାଇକ ବିଦ୍ରୋହ ବା ଖୋର୍ଦ୍ଧା ବିଦ୍ରୋହର ବ୍ୟକ୍ତିଗତ କାରଣ। ତାହା ସହିତ ପିଲାମାନେ ଚରଣ ପଟ୍ଟନାୟକଙ୍କ ମିଥ୍ୟା ତଥ୍ୟ ପ୍ରଚାର ଯୋଗୁଁ ମଧ୍ୟ ପାଇକ ବିଦ୍ରୋହ ହୋଇଥିଲା ଏବଂ ଏହି ଚରଣ ପଟ୍ଟନାୟକ କେଉଁ ମିଥ୍ୟା ତଥ୍ୟ ପ୍ରଚାର କରିଥିଲେ? ଚରଣ ପଟ୍ଟନାୟକ କହିଥିଲେ ବା ତଥ୍ୟ ପ୍ରଚାର କରିଥିଲେ ଯେ ବକ୍ସି ଜଗବନ୍ଧୁଙ୍କର ପିଣ୍ଡାରୀମାନଙ୍କର ସହିତ ସମ୍ପର୍କ ଅଛି ବୋଲି ଏବଂ ଏହି ବ୍ୟକ୍ତିଗତ କାରଣ ଯୋଗୁଁ ଖୋର୍ଦ୍ଧା ବିଦ୍ରୋହ ବା ପାଇକ ବିଦ୍ରୋହ ହୋଇଥିଲା। ପିଲାମାନେ ଆଜିର ଭିଡ଼ିଓରେ ଆମେ ଜାଣିଲେ ଖୋର୍ଦ୍ଧା ବିଦ୍ରୋହର କାରଣ ଗୁଡ଼ିକ ବିଷୟରେ। ପ୍ରଶାସନିକ କାରଣ, ସୂର୍ଯ୍ୟାସ୍ତ ନିୟମ, ଲବଣ ଆଇନ ପ୍ରଚଳନ, ନୂତନ ମୁଦ୍ରାନୀତି ପ୍ରଚଳନ, ଖୋର୍ଦ୍ଧା ପ୍ରତି ବୈମାତୃକ ମନୋଭାବ ଏବଂ ବ୍ୟକ୍ତିଗତ କାରଣ। ଏହି 6ଟି କାରଣକୁ ମନେ ରଖିଦେବ ପିଲାମାନେ। ଆହୁରି ଯଦି ଏହି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଥିବ ଭିଡ଼ିଓଟିକୁ ଲାଇକ୍ କରିଦେବ। ତା ସହିତ ପିଲାମାନେ ଭିଡ଼ିଓଟିକୁ ସବସ୍କ୍ରାଇବ୍ କରିଦେବ। ତା ସହିତ ପିଲାମାନେ ତୁମର ସାଙ୍ଗମାନଙ୍କୁ ଏହି ଭିଡ଼ିଓଟିକୁ ସେୟାର ମଧ୍ୟ କରିଦେବ।